ଅଧରପଣାର କାର୍ଯ୍ୟ ହେଲା ରଥଯାତ୍ରାରେ ଯେଉଁଟା ରଥ ଶେଷ ଟାଇମ୍ରେ କରାଯାଏ ତା କରାଯିବା ସମସ୍ତେ ଦେବା ଦେବୀ ଚଣ୍ଡୀ ଚାମଡ଼ା ଯେତେ ଜଣ ଅଛନ୍ତି ସମସ୍ତେ ପ୍ରସାଦ ପାଇବା ପିଙ୍ଗା ସେଟା ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ଭଙ୍ଗାଯାଏ। ଯେମିତିକା ଆମର ମହାପ୍ରସାଦ ଯାଏ ସମସ୍ତ ଦେବାଦେବୀ ସମର୍ପଣ କରାଯାଏ ସେହି ପ୍ରକାର ଅଧରପଣାର ବ୍ୟବସ୍ଥା ରଥ ଚାରିପଟାକ ଯେତେ ଚଣ୍ଡୀ ଚାମଡ଼ା ଥିବେ ସମସ୍ତେ ସନ୍ତୋଷ ପିଙ୍ଗା ଅଧରପଣା ଭଙ୍ଗାଯାଏ। ଆଜି କରାଯିବ ଏକାଦଶୀ ଦ୍ୱାଦଶୀ ଦିନ হয় ସେଟା। ମଧ୍ୟାହ୍ନ ଧୂପ ସରିଲା ପରେ ଅଧରପଣା ବ୍ୟବସ୍ଥା କରାଯାଏ। ସନ୍ଧ୍ୟା ଆଳତି ପରେ ଅଧରପଣା ଭୋଗ ଲାଗେ। ମହାସୁଆର ମାନେ ତିଆରି କରନ୍ତି ପୂଜା ପଣ୍ଡା ସାମନ୍ତ ତାକୁ ଭୋଗ ଲଗେଇକି ଭାଙ୍ଗନ୍ତି। ପଣାରେ ପାଣି କ୍ଷୀର ଛେନା ଚିନି ଅଳିଚ ଲବଙ୍ଗ ବିଭିନ୍ନ ପ୍ରକାର ସାମଗ୍ରୀ ପଡ଼େ। ଏଇଟା କେବଳ ଭଙ୍ଗାଯାଏ ସମସ୍ତେ ଦେବାଦେବୀ ପାଇବା ପାଇଁକା। ଆଜିକାଲି ସମୟ ଅନୁସାରେ କିଛି ଭଦ୍ରଲୋକ ପାଉଛନ୍ତି ଲୋକମାନେ ପାଇଯାଉଛନ୍ତି କିନ୍ତୁ ଦେବାଦେବୀ ମାନଙ୍କ ପାଇଁକା ଭଙ୍ଗି ଦିଆଯାଏ। ଦେବାଦେବୀ ଚଣ୍ଡୀ ଚାମଡ଼ା ବିଭିନ୍ନ ପ୍ରକାର ଆସୁବିଧା ଯାଇଥାନ୍ତି ଠାକୁରଙ୍କ ପାଖରେ ରହିଯାଇଥାନ୍ତି ସେମାନଙ୍କ ପାଇଁକା ଅଧରପଣା ଭଙ୍ଗାଯାଏ। ତ ସଦାବେଳେ ଅଛନ୍ତି ଗତକାଲି ଯାହା ଭିଡ଼ ହେଇଥିଲା ଠାକୁରଙ୍କ ଅଳଙ୍କାର ଓଲାଗି ସାରିଲା ପରେ ବି ବହୁତ ଭିଡ଼ ହେଇଥିଲା। ଆଜି ବି ଭିଡ଼ ଅଛି। ବର୍ତ୍ତମାନ ଠାକୁରଙ୍କର ଆଳତି ଅବକାଶ ବେଶ ବଢ଼ି ସାରିଲାଣି। ଗୋପାଳ ବଲ୍ଲଭ ଅପେକ୍ଷା ଯୋଗାଡ଼ ଯନ୍ତ୍ର ରହୁଛି। ସମୟ ଅନୁପାତରେ ତ ସବୁ କାର୍ଯ୍ୟ ହେଉନି। ସମୟ ଗୋଟେ ପଟେ କାର୍ଯ୍ୟ ବି ଆଉ ଗୋଟେ ପଟେ କିଛିଟା କେତେବେଳେ ବିଳମ୍ବରେ ହେଉଛି କେତେବେଳେ ଆଗୁଆ ବି ହେଇଯାଉଛି। 7ଟା 8ଟା ହେଇଯିବ ଏଇଟା ତ 7ଟା 8ଟା ପରେ ହଏ ଠିକ୍ ଚାଲିଛି ବର୍ତ୍ତମାନ ପର୍ଯ୍ୟନ୍ତ। ଆଗାମୀ ସମୟରେ ଭଗବାନଙ୍କର ଇଚ୍ଛା କ'ଣ କରାଯିବ।